ମୋ ପାଖକୁ କିଛି ହ୍ୱାଟ୍ସଆପ୍ରେ ମେସେଜ୍ ଆସିଥିଲା ଯେ ସାର୍ 2 ଡିଜିଟ୍ର ବିଗେଷ୍ଟ ନମ୍ବର ସହିତ 2 ଡିଜିଟ୍ କିମ୍ବା 3 ଡିଜିଟ୍ର ବିଗେଷ୍ଟ ନମ୍ବର ସହିତ 3 ଡିଜିଟ୍ ମଲ୍ଟିପ୍ଲାଏ କଲେ ଯେଉଁ ଟ୍ରିକ୍ସଟା ଆମର କାମ କରୁଥିଲା ସେଇ ଟ୍ରିକ୍ସଟା 4 ଡିଜିଟ୍ର ବିଗେଷ୍ଟ ନମ୍ବର ସହିତ 4 ଡିଜିଟ୍ କିମ୍ବା 5 ଡିଜିଟ୍ର ବିଗେଷ୍ଟ ନମ୍ବର ସହିତ 5 ଡିଜିଟ୍ କିମ୍ବା 6 ଡିଜିଟ୍ର ବିଗେଷ୍ଟ ନମ୍ବର ସହିତ 6 ଡିଜିଟ୍ କିମ୍ବା ଏନି ଡିଜିଟ୍ର ବିଗେଷ୍ଟ ନମ୍ବର ସହିତ ଏନି ଡିଜିଟ୍ କାମ କରିବ କି ନାହିଁ। ଡେଫିନେଟଲି କାମ କରିବ। ତ ଚାଲ ତା ବିଷୟରେ ଟିକେ ଆଲୋଚନା କରିବା ଦେଖିବା। ତ ପୂର୍ବ ପାଠରେ ଆମେ କ'ଣ କରୁଥିଲେ ନା 2 ଡିଜିଟ୍ର ବିଗେଷ୍ଟ ନମ୍ବର ସହିତ 2 ଡିଜିଟ୍ ଆମେ କରିଥିଲେ। ତ ସେଟା କରିବାନି, ଆମେ 3 ଡିଜିଟ୍ର ବିଗେଷ୍ଟ ନମ୍ବର ସହିତ 3 ଡିଜିଟ୍ କରିକି ଦେଖିବା। ଠିକ ଅଛି। ତ ଆମେ ୟା ପୂର୍ବରୁ କ'ଣ କରୁଥିଲେ ନା 3 ଡିଜିଟ୍ର ବିଗେଷ୍ଟ ନମ୍ବର ସହିତ ଆମେ ଗୋଟେ 3 ଡିଜିଟ୍ ମଲ୍ଟିପ୍ଲାଏ କରୁଥିଲେ। କ'ଣ କରୁଥିଲେ ନା 8481 999 ଇଣ୍ଟୁ 481। এই ক্ষেত্রে আমি କ'ଣ କରୁଥିଲେ ଟ୍ରିକ୍ସଟା କ'ଣ ଥିଲା ନା 481 ଆମେ -1 କରୁଥିଲେ। ତାପରେ ଯେତେ ହେଲା ତାକୁ ଲେଖୁଥିଲେ 481 482 ରୁ -1 କଲେ 481। ତାପରେ ଆମେ ଏଇଠୁ ମାଇନସ୍ କରୁଥିଲେ 999 ରୁ 481 ମାଇନସ୍ କରୁଥିଲେ। କ'ଣ କରୁଥିଲେ 9 ରୁ 4 ଗଲେ 5, 9 ରୁ 8 ଗଲେ 1, 9 ରୁ 1 ମାଇନସ୍ କଲେ 8। এইটা হচ্ছে তার রাইট আনসার। ঠিক আছে। তো সেকেন্ডରେ ବି କ'ଣ ହଉଥିଲା ନା 4 ଡିଜିଟ୍ର ବିଗେଷ୍ଟ ନମ୍ବର। ତ ଏଠି ବି ଆମେ କ'ଣ କରୁଥିଲେ ସେମ୍ ଟ୍ରିକ୍ସ କରୁଥିଲେ। ଏଠି ଆମେ -1 କରୁଥିଲେ। ତ ଆନ୍ସର କେତେ ଆସୁଥିଲା 4, 5, 7, 8। ତାପରେ ୟାଠୁ ଆମେ ମାଇନସ୍ କରୁଥିଲେ 9 ରୁ 4 ଗଲେ 5, 9 ରୁ 5 ଗଲେ 4, 9 ରୁ 7 ଗଲେ 2, 9 ରୁ 8 ଗଲେ 1 হচ্ছে রাইট আনসার। ঠিক আছে। ଦେଖିବା ଆମେ 5 ଡିଜିଟ୍ର ବିଗେଷ୍ଟ ନମ୍ବର କରିକି ଦେଖିବା। ଏଥିରେ ବି ଆମେ କ'ଣ କରିବା -1 କରିବା 7, 2, 9, 4, 1 ହେଇଗଲା। ତାପରେ ୟାଠୁ ଆମେ ମାଇନସ୍ କରିବା 9 ରୁ 7 ଗଲେ 2, 9 ରୁ 2 ଗଲେ 7, 9 ରୁ 9 ଗଲେ 0, 9 ରୁ 4 ଗଲେ 5, 9 ରୁ 1 ଗଲେ 8। এটা হচ্ছে তার রাইট আনসার। ঠিক আছে। তো লাস্টে ଦେଖିବା 6 ଡିଜିଟ୍ର ବିଗେଷ୍ଟ ନମ୍ବର। ତ 6 ଡିଜିଟ୍ର ବିଗେଷ୍ଟ ନମ୍ବରରୁ ଏଟା ମାଇନସ୍ କରି ଆମେ କ'ଣ କରୁଥିଲେ -1 କରିଦେବା ଏଇଠି। ତ କେତେ ହେବ 4, 3, 7, 2, 9, 1। ତାପରେ ୟାକୁ ମାଇନସ୍ କରିବା 9 ରୁ 4 ଗଲେ 5, 9 ରୁ 3 ଗଲେ 6, 9 ରୁ 7 ଗଲେ 2, 9 ରୁ 2 ଗଲେ 7, 9 ରୁ 9 ଗଲେ 0, 9 ରୁ 1 ଗଲେ 9 ରୁ 1 ଗଲେ 8। এটা হচ্ছে তার রাইট আনসার। তো যদি আমি মল্টিপ্লাই କରିକି ଦେଖନ୍ତୁ ୟା ସହିତ ଏଇଟା ହିଁ ହେବ ତାର ଆନ୍ସର। ଠିକ ଅଛି। ଇଏ ତ ଗଲା 3 ଡିଜିଟ୍ର ବିଗେଷ୍ଟ ନମ୍ବର କିମ୍ବା 4 ଡିଜିଟ୍ର ବିଗେଷ୍ଟ ନମ୍ବର ସହିତ 4 ଡିଜିଟ୍ କିମ୍ବା 3 ଡିଜିଟ୍ର ବିଗେଷ୍ଟ ନମ୍ବର ସହିତ 3 ଡିଜିଟ୍। ତ ୟା ପରେ ଆମେ ନେକ୍ସଟ ଭିଡ଼ିଓରେ ମୁଁ ବତେଇବି 3 ଡିଜିଟ୍ର ବିଗେଷ୍ଟ ନମ୍ବର ସହିତ 2 ଡିଜିଟ୍ କିମ୍ବା 3 ଡିଜିଟ୍ କିମ୍ବା 4 ଡିଜିଟ୍ର ବିଗେଷ୍ଟ ନମ୍ବର ସହିତ 2 ଡିଜିଟ୍, 3 ଡିଜିଟ୍ କିମ୍ବା 4 ଡିଜିଟ୍, 6 ଡିଜିଟ୍ର ବିଗେଷ୍ଟ ନମ୍ବର ସହିତ 2 ଡିଜିଟ୍, 3 ଡିଜିଟ୍, 4 ଡିଜିଟ୍, 5 ଡିଜିଟ୍ କିମ୍ବା 6 ଡିଜିଟ୍ ମଲ୍ଟିପ୍ଲାଏ କଲେ ତାର ଟ୍ରିକ୍ସ କ'ଣ ଅଛି ନେକ୍ସଟ ଭିଡ଼ିଓରେ ମୁଁ ପୁଣି ଦେଖେଇବି। ତ ଟ୍ରିକ୍ସ କେମିତି ଲାଗିଲା, ଯଦି ଟ୍ରିକ୍ସ ପସନ୍ଦ ଲାଗୁଛି ତାକୁ କମେଣ୍ଟ କରନ୍ତୁ, ଲାଇକ୍ ବି କରନ୍ତୁ, ସେୟାର ବି କରନ୍ତୁ। ଆଉ ଆଗାମୀ ଦିନରେ ମୁଁ ଏମିତି ବହୁତ ବଢ଼ିଆ ବଢ଼ିଆ ଟ୍ରିକ୍ସ ବାଲା ମ୍ୟାଥମେଟିକ୍ସ ମୁଁ ନେଇକି ଆସିବି, ଯେଉଁଥିରେ କି ତାକୁ 2 ରୁ 3 ସେକେଣ୍ଡ ଭିତରେ କେମିତି ତାକୁ ଆନ୍ସର ଦିଆ ହେଇପାରିବ ସେଇ ବିଷୟରେ। ତ ଏନିୱେ ଥ୍ୟାଙ୍କ ୟୁ। ନେକ୍ସଟ ଭିଡ଼ିଓରେ ଦେଖା ହେବା।